ଅଛି 18। ତାପରେ ଥିଲା ଏପର୍ଯ୍ୟନ୍ତ ଥିଲା କଣ ଯେ କହିଲେ ତ ପ୍ରଥମ କହିଲେ ତ ପ୍ରଥମେ ଯେ ଶିବ ଏଇଟା ତ ସାହାରା ବୃକ୍ଷ ମାହାତ୍ମ୍ୟ ଟା କୁହାଯାଉଛି। ଶିବ ଆଉ ତାର ଅଙ୍କର ବାହନ ଗାଇ ପିଠିରେ ବସିକି ବୁଲିବାକୁ ଯାଇଥିଲେ। ଯୋଉଟା ଶିବ ଜାଣିନାହାନ୍ତି ପଚାରିଲେ କାହାକୁ ପଚାରିଲେ ବୃଷଭକୁ ପଚାରିଲେ ଯେ ଏଇ ଯୋଉ ସାହାରା ବୃକ୍ଷଟି କଥା କହୁଛ ତାର କଣ ମାହାତ୍ମ୍ୟ ସେ ପତ୍ର ଆଣିକି କଣ ତମେ ମୁଣ୍ଡରେ ଲଗେଇଦେଲ। ସେ କହିଲା କି ତାକୁ ଯଦି ଆମେ ମୁଣ୍ଡରେ ଲଗେଇବା ତାହେଲେ ସୁଖଙ୍କୁ ଭୋଜନ ମାନେ ସ୍ଵାଦିଷ୍ଟ ଖାଇବା ନିହାତି ଭାବରେ ମିଳିବ। ତା ସହିତ ଆଉ ଦି ତିନିଟା ବୃକ୍ଷର ଡେସ୍କ୍ରିପସନ ଦେଇଦେଲେ ଗୋଟେ ଅଛି ଶ୍ଵେତ ଦୁବ ଆଉ ଗୋଟେ ଥିଲେ ତମର ତୁଳସୀ ଗଛର ଝଡା ତୁଳସୀ ପତ୍ର ଆଉ ହେଲା ବରକୋଳି ପତ୍ର। ତାପରେ ପୁଣି କହୁଛି ସୁପଙ୍କୁ ଅନ୍ନ ପ୍ରାପତ ସାହାଯ୍ୟ ପତ୍ର ଘେନିଲେ ଏସନେକ ଚରିତ ବୃଷଭ ବୋଲେ ତ କହୁଛନ୍ତି ସାହାରା ପତ୍ରଟିକୁ ଯଦି ମୁଣ୍ଡରେ ଘେନିବ ବା ଲଗେଇବ ମୁଣ୍ଡରେ ନେଇ ରଖିବ ଲଗେଇବ ତାହେଲେ ତମକୁ ସୁପଙ୍କୁ ଅନ୍ନ ସୁପଙ୍କୁ ହେଲା ସ୍ଵାଦିଷ୍ଟ ଦେବଯୁକ୍ତ ଭୋଜନ ଯୋଉଟା କି ଦେବତୁଲ୍ୟ ଭୋଜନ ମାନେ ଦେବତା ମାନଙ୍କୁ ଯୋଉ ଖାଦ୍ୟ ଅର୍ପଣ କରାଯାଏ ସେଇଭଳି ବଢିଆ ବଢିଆ ସ୍ଵାଦିଷ୍ଟ ଖିରି ପିଠା ସରପୁଳି ଏମିତି ସବୁ ଭଲ ଭଲ ଖାଇବା ଜିନିଷ ପ୍ରାପ୍ତ ହେଇଥାଏ ସାହାରା ବୃକ୍ଷଟାକୁ ଘେନିଲେ ଏସନେକ ଚରିତ ବୃଷଭ କୂଳେ ବୃଷଣ ଏସନେକ ହେଲା ଏଇଭଳି କଥା ଗୁଡିକ ବୃଷଭଟି ମହାଦେବଙ୍କୁ କହିଲା। ମହାଦେବ ଯେହେତୁ ଜାଣିନାହାନ୍ତି ସେ ଦେବଦେବ ମହାଦେବ ବୃଷଭଠୁ ଟିକେ ଉଚ୍ଚରେ ତେଣୁ ତାଙ୍କ ମନରେ ଆସିଲା କଣ ଯେ ମୁଁ ତ ଦେବଦେବ ମହାଦେବ ମୁଁ ଆକୁ ଖାଇବାକୁ ଦଉଛି ଯଦି ମୁଁ ଆକୁ ଖାଇବାକୁ ନଦେବି ତାହେଲେ ଦେଖିବା କେମିତି ସାହାରା ବୃକ୍ଷ ଲଗେଇଦେଲେ ତାକୁ ଖାଇବାକୁ ମିଳିଯିବ ମାନେ ଟିକେ ଇଗୋ ଆସିଲା ତେଣୁ ସିଏ କଣ କଲେ ନାଇଁ ନାଇଁ ମୁଁ ପରୀକ୍ଷା କରିବି ଯଦି ସତରେ ଏ ଘଟଣାଟି ସତରେ ମାନେ ଖାଇବା ମିଳିବ ନା ମିଳିବନି। ଏକଥା କହିକି ଭୋଜନ ପାପଚ ପ୍ରାପତ ଏଇଟା ପାପଚ ପ୍ରାପତ ଭୋଜନ ପ୍ରାପତ ହୋଇ ସାହାର ପତ୍ରିକ ଘେନିଲେ ଆଜି ପରସ୍ତ ଜାଣିବା ସଦାନନ୍ଦେ ଗୁରୁ। ତ ସେ କହୁଛନ୍ତି ସାହାଡ ପତ୍ରକୁ କଣ ମୁଣ୍ଡରେ ଲଗେଇଲେ ଭୋଜନ ପ୍ରାପ୍ତି ହୁଏ ଏଇଟା କଣ ସତ ଯଦି ସତ ତାହେଲେ ମୁଁ ନିଶ୍ଚିତ ଭାବରେ ଆଜି ପରୀକ୍ଷା କରିବି ଆଜି ପରୀକ୍ଷା କରିବି। ତାଙ୍କୁ ପରୀକ୍ଷା କରି ଜାଣିବ ସଦାନନ୍ଦେ ବୋଇଲେ ସଦାନନ୍ଦ ହଉଛନ୍ତି କିଏ ଶିବ ପରମାନନ୍ଦ ସଦାନନ୍ଦ ତେଣୁ ଶିବ କହୁଛନ୍ତି ଠିକ ଅଛି ଆଜି ପରୀକ୍ଷା କରିକି ଦେଖିବି କିଭଳି ଭାବରେ ଏ ସାହାଡ ପତ୍ର ଲଗେଇଛି ତ କେମିତି ଆମକୁ ଖାଇବାକୁ ମିଳିବ ମୁଁ ଯଦି ଖାଇବାକୁ ନଦେବି ଆମକୁ କେମିତି ମିଳିବ। ଆମେ ଗୋଟେ ପେଟ ଘରେ ରଖିଦଉଛେ ଗାଈଟି ହଉ କୁକୁରଟି ହଉ ବିଲେଇଟି ହଉ ଯଦି ଆମେ ତାକୁ ଖାଇବାକୁ ନଦବା ବାନ୍ଧିକି ରଖୁଛେ ଆମେ ଖାଇବାକୁ ଦବା ଆମେ ଯଦି ନଦବା ତାହେଲେ ସେ କେମିତି ଖାଇବ। ବୁଲା ହେଇକି ଯେ ବାହାରେ ବୁଲିକି ଖାଇବ ମାନେ ହଉଛି ତ ସେମିତି ଭାବିକି କିଛି ଗୋଟେ ଶିବ ମଧ୍ୟ ତାକୁ ପରୀକ୍ଷା କରିବା ପାଇଁ କି ମନରେ ସ୍ଥିର କଲେ। ଚତୁର୍ଦ୍ଦଶ ଭୁବନ ବୁଲିଲେ ମହାଦେବ ପାଣି ଘାସ ଆହାର ପ୍ରତିକି ସେ ନ ନିଅନ୍ତି କୁଶ। ଚତୁର୍ଦଶ ଭୁବନ ହେଲେ 14 ବ୍ରହ୍ମାଣ୍ଡ ଭୁବନ ହେଲେ ବ୍ରହ୍ମାଣ୍ଡ ଆଉ ଚତୁର୍ଦଶ ହେଲା 14 ଆମ କଥାରେ କୁହନ୍ତିନି 14 ବ୍ରହ୍ମାଣ୍ଡ। ତେଣୁ ସେ ଯୋଉ 14 ବ୍ରହ୍ମାଣ୍ଡ ମହାଦେବ ତା ପିଠିରେ ବସିକି ବୁଲିଲେ। ଏଠିକି ଚାଲ ସେଠିକି ଚାଲ ସେଠିକି ଚାଲ ଏମିତି କହିକି ସବୁ ତୀର୍ଥ ସ୍ଥାନକୁ ନେଇକି ସମସ୍ତ ଜାଗା ମାନ ମହାଦେବ ଶିବ ପିଠିରେ ବୁଲେଇଲେ ଶିବ ମହାଦେବ ଶିବ କାହାକୁ ବୃଷଭ ପିଠିରେ ବୃଷଭକୁ ନିଜେ ବୁଲିବା ସଙ୍ଗେ ସଙ୍ଗେ ବୃଷଭକୁ ମଧ୍ୟ ବୁଲେଇଲେ। ଆଉ ଯୋଉ ବୁଲେଇଲେ ଆମେ ବୁଲିବାକୁ ଯେତେବେଳେ ଯାଉଛ କଣ କରୁଛ ତିନିଟା ଚାରିଟା ଜାଗା ବୁଲି ଆଇଲେ ଗାଡିରେ ବୁଲୁଛ ଅଧ ବାଟ ଅଟକି ଖାଇବା ପିଇବା କରୁଛ ନା ନାଇଁ କରୁଛ। ତ ତାଙ୍କୁ ମଧ୍ୟ ଖାଇବା ପିଇବା କରିବା କଥା ଶିବ କଣ କଲେ କୋଉଠି ବି ତାଙ୍କୁ ଖାଇବା ପିଇବା ଦେଲେନି ନା ପାଣି ଦେଲେ ନା ଘାସ ଦେଲେ ନା ଆହାର ଆହାର ଖାଦ୍ୟ ଖାଦ୍ୟ ପ୍ରତିକି ସେ ନ ନିଅନ୍ତି ବୃଷଭକୁ କୋଉ ବି ଖାଦ୍ୟ ପାଖକୁ ନେଲେ ନାହିଁ ଦିନ ରାତି ଖାଲି ବୁଲେଇ ଚାଲିଲେ 14 ବ୍ରହ୍ମାଣ୍ଡ ବୁଲେଇଲେ କିନ୍ତୁ କୋଉଠି ମଧ୍ୟ ଖାଇବା ପାଇଁକି ନେଲେ ନାହିଁ। ଘାସ ପାଖକୁ କି ପାଣି ପାଖକୁ କି ଆହାର ପାଖକୁ ନେଲେ ନାଇଁ। ମନ ଭରି ବୃଷଭକୁ ସେ ବୁଲାନ୍ତି ଉପବାସେ ଗିରି ଅରଣ୍ୟ ବୁଲନ୍ତି ଖେପନ୍ତି ଆକାଶେ। ମନ ଇଚ୍ଛା ଯୁଆଡେ ଚାହିଁଲେ ସିଆଡେ ବୁଲେଇଲେ ତାକୁ ମନ ଭରି ବୃଷଭଙ୍କୁ ସେ ଉପବାସରେ ବିନା ଉପବାସରେ ଖାଇବା ନ ଦେଇକି ଉପାସ ପେଟରେ ତାକୁ ଚାରିଆଡେ ମନ ଭରି ବୁଲାଇଲେ କୁଆଡେ କୁଆଡେ ସବୁ ଗିରି ହେଲା ପର୍ବତ ଅରଣ୍ୟ ହେଲା ଜଙ୍ଗଲ ବୁଲନ୍ତି କ୍ଷିପନ୍ତି ଆକାଶ ଆଉ ଆକାଶ ଅରଣ୍ୟ ଜଙ୍ଗଲ ଆକାଶ କୁଆଡେ କୁଆଡେ ସବୁଠି ତ୍ରିଭୁବନରେ ସେ ବୁଲୁଛନ୍ତି ନା
ପୁରା 14 ବ୍ରହ୍ମାଣ୍ଡ। ତେଣୁ ସବୁଠି ଏମିତି ବିନା ଖାଇବା ପିଇବାରେ ଚାରିଆଡେ ନିଜ ଇଚ୍ଛା ମୁତାବକ ବୁଲାଇ ଚାଲିଲେ। ତ ଗାଡିଟାରେ ଆମେ ଯଦି ପେଟ୍ରୋଲ ପକେଇକି ଯଦି 2 ଲିଟର ପେଟ୍ରୋଲ ପକଉଛେ ଯେତିକି ବାଟେ ଯିବା କଥା ତାଠୁ ଅଧିକା ବାଟ ଗଲେ ସେ ଗାଡି ଟା କଣ ବନ୍ଦ ହେଇଯାଉଛି ଷ୍ଟାର୍ଟ। ସେ ତ ପଶୁଟିଏ ତାକୁ ବି ତ ଭୋକ ଶୋଷ କରିବ ନା। ତ ସେ ବିନା ଖାଇବା ବିନା ପିଇବାରେ ଏମିତି ବୁଲି ବୁଲି ରହିଲା। ତାପରେ ଯେତେବେଳେ ସନ୍ଧ୍ୟା ସମୟ ଆସିକି ପହଞ୍ଚିଛି ବାହୁଡ଼ନ୍ତି କପିଳାସରେ ବିଜେ କଲେ ଆଦିତ୍ୟର ହସ୍ତେ କପିଳାସ ନିକଟରେ ବିଜୟ ପହଞ୍ଚିବାକୁ ତ୍ରିନେତ୍ରୀ। ପୁଣି ସନ୍ଧ୍ୟା ସମୟ ଯେତେବେଳେ ଆସିକି ପହଞ୍ଚିଲା ଆଦିତ୍ୟର ଅସ୍ତ ଆଦିତ୍ୟ ହେଲା ସୂର୍ଯ୍ୟ, ସୂର୍ଯ୍ୟଙ୍କର ଅନ୍ୟ ନାମ ହେଲା ଆଦିତ୍ୟ। ଆଦିତ୍ୟର ଅସ୍ତ ହେଲା ସୂର୍ଯ୍ୟାସ୍ତ ସନ୍ଧ୍ୟା ସମୟ। ସୂର୍ଯ୍ୟ କେତେବେଳେ ଅସ୍ତ ହୁଅନ୍ତି ସନ୍ଧ୍ୟା ସମୟରେ। ସୂର୍ଯ୍ୟ ଅସ୍ତ ହେଲେ ସନ୍ଧ୍ୟା ଘଟି ଆସେ। ତ ସେଇ ସନ୍ଧ୍ୟା ସମୟରେ ବାହୁଡିଲେ ମାନେ ଫେରିଲେ କପିଳାସ ବିଜେ କଲେ। କପିଳାସରେ ଆସିକି ପହଞ୍ଚିଲେ। କପିଳାସ କୋଉଠି? କୋଉ ଜିଲ୍ଲାରେ କପିଳାସ? ଢେଙ୍କାନାଳ ଜିଲ୍ଲାରେ 1352 ପାହାଚ ଉପରେ ଶିବ ଠାକୁର ଅଛନ୍ତି କପିଳାସରେ ନାଇଁ। ତ ସେଇ ଜାଗାରେ ଆସିକି ପହଞ୍ଚିଲେ। ମାତା ପାର୍ବତୀ ମଧ୍ୟ ସେଠି ଥିଲେ। ବାହୁଡନ୍ତି କପିଳାସେ ବିଜେ କଲେ ଆଦିତ୍ୟର ଅସ୍ତ। ସନ୍ଧ୍ୟା ସମୟରେ ଯେତେବେଳେ ସୂର୍ଯ୍ୟ ଅସ୍ତ ହେଇଗଲେ ବୁଲି ବୁଲିକି ଶିବ ଆସିକି ପହଞ୍ଚି ଗଲେ କପିଳାସରେ। କପିଳାସ ନିକଟରେ ବିଜୟ ପଞ୍ଚମୁଖୀ। ତାପରେ କପିଳାସର ନିକଟରେ ପାଖାପାଖି କପିଳାସ ପର୍ବତର ଯୋଉଠି ପର୍ବତ ଉପରେ ରୁହନ୍ତି ନା ସେ ତାଙ୍କର ଘର ଶିବ ଠାକୁରଙ୍କ ଘର କୋଉଠି? ପାହାଡ ଉପରେ। ତେଣୁ କପିଳାସ ଜଗତକୁ ପାହାଡ କି ପାହାଡ ଉପରେ ଯାଇଛ କିଏ ବୁଲି? ପାହାଡ ଉପରେ ନୁହେଁ ଠିକ ତ ତା ନିକଟରେ ଆସିକି ବିଜୟ ମାନେ ଆସିକି ପହଞ୍ଚିଲେ। ପଞ୍ଚୁବକ୍ର ତ୍ରିନେତ୍ର ପଞ୍ଚୁବକ୍ର ଶିବଙ୍କର ନାଁ ପଞ୍ଚୁବକ୍ର। ପଞ୍ଚବକ୍ର ମାନେ ପାଞ୍ଚଟି ବଦନ। ପାଞ୍ଚଟି ବଦନ ମାନେ ପାଞ୍ଚଟି ମୁଖମଣ୍ଡଳ ଥିବା ଦେବତା ହଉଛନ୍ତି ଶିବ। କୋଉଠି ଦେଖିଛ? ଆମେ କିନ୍ତୁ ଯୋଉଠି ଦେଖିଛେ ଗୋଟିଏ ମୁହଁର ଚିତ୍ର କରା ନାଇଁ। ଆଚ୍ଛା ଶୁଣିଥିବ ଗୋଟେ ପଞ୍ଚାନନ ମେଳା ହୁଏ। ନା ଶିବଙ୍କର ନୁହେଁ ସେ ମେଳା କି? ପଞ୍ଚାନନ ମେଳା ଯୋଉ ଶିବଙ୍କର ପଞ୍ଚ ଯୁକ୍ତ ଅନନ ସମାନ ପଞ୍ଚାନନ। ପଞ୍ଚ ହେଲା ପାଞ୍ଚ ଆନନ ହେଲା ମୁଖମଣ୍ଡଳ ବଦନ। ପାଞ୍ଚଟି ମୁଖମଣ୍ଡଳ ଥିବାରୁ ମୁହଁ ଥିବାରୁ ପଞ୍ଚାନନ ବୋଲି ତାଙ୍କୁ କୁହାଯାଏ ଏବଂ ତାଙ୍କୁ ପଞ୍ଚୁବକ୍ର ବୋଲି କୁହାଯାଏ। ହେଲା ପଞ୍ଚୁ ବକ୍ରର ଅର୍ଥ ହେଲା ପାଞ୍ଚ ବଦନ ବିଶିଷ୍ଟ ଭଗବାନ। ତ୍ରିନେତ୍ରେ ତିନିଟା ନେତ୍ର। ତ୍ରି ହେଲା ତିନି ନେତ୍ର ହେଲା ଆଖି ଶିବଙ୍କର ତିନିଟା ଆଖି ଦିଟା ଆଖି ମଝିରେ ଗୋଟେ ଆଖି ଅଛି ନାଇଁ। ତେଣୁ କୁହନ୍ତି ସେଥିପାଇଁ କି ତିନିଟାରେ ତୃତୀୟ ନୟନ ଶିବ ଯେତେବେଳେ ଖୋଲିଥାନ୍ତି ଯେତେବେଳେ ରାଗି ଯାଆନ୍ତି ସେ ସେତେବେଳେ ତୃତୀୟ ନୟନ ଖୋଲନ୍ତି ମୁଣ୍ଡ ଉପରେ ଯୋଉଟା ଥାଏ ଖୋଲିଲେ ପୁରା ଜାଳିକି ସବୁ ଭସ୍ମ ହେଇଯାଏ ସାମ୍ନାରେ ଥିବା ଜିନିଷ ଗୁଡ଼ିକ। ତ ସେଥିପାଇଁ ତାଙ୍କର ଅନ୍ୟ ନାମ ତ୍ରିନେତ୍ର ଆଉ ପଞ୍ଚବକ୍ର। ଆସିକି ସେ ପହଞ୍ଚିଗଲେ କପିଳାସର ସମ୍ମୁଖରେ। ଅମୃତ ଯୋଗାଣ ଯେ ରନ୍ଧନ କରନ୍ତି ମା ସେପଟେ କଣ ହେଇଛି ସେଦିନ ଯେହେତୁ ଗୋଟେ ଭଲ ଦିନ ଥିଲା ଗୁରୁବାର ଥିଲା ଶତଭିସା ନକ୍ଷତ୍ରର ଦଶମୀ ତିଥି ଶୁକ୍ଳ ପକ୍ଷ ଶୁକ୍ଳପକ୍ଷ ନା କୃଷ୍ଣ ପକ୍ଷ ଗୋଟେ ଭଲ ଦିନଟେ ଥିଲା ତେଣୁ କରିକି ପାର୍ବତୀ ମାତା ପାର୍ବତୀ ମଧ୍ୟ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିକି ରନ୍ଧା ରନ୍ଧି କରିକିନା ଶିବଙ୍କୁ ଅପେକ୍ଷା କରିକି ବସିଥିଲେ। ଦିନ ବେଳାର ଭୋଜନ ପ୍ରସ୍ତୁତ କରିଛନ୍ତି ଶିବ ଆସିଲେ ଖାଇବେ। ଶିବ ତାକୁ ପରୀକ୍ଷା କରିବେ ସେଥିପାଇଁ ଦିନ ବେଳା ଫେରିବା ପରିବର୍ତ୍ତେ ପୁରା ବୁଲିବାଲି ଦିନ ସାରା ସନ୍ଧ୍ୟା ବେଳକୁ ଫେରିଲେ। ତ ଏପଟେ ମା ରୋଷେଇ ସାରିକି ଅପେକ୍ଷା କରିକି ବସିଛନ୍ତି ମାଙ୍କୁ ଭୋକ କଲାଣି। ତେଣୁ ଅମୃତ ଯୋଗାଡ଼ ଯେ ରନ୍ଧନ କରନ୍ତି ଉମା ସ୍ଵାମୀ କି ବାଟ ଚାହିଁନ ବିମୁଖ ଦେବି ବାମ ଅମୃତ ଯୋଗାଡ଼ ହେଲା ବିଭିନ୍ନ ପ୍ରକାର ଅମୃତ ମଣ୍ଡି ଯୋଉଟା ସ୍ଵାଦିଷ୍ଟ ଭୋଜନ ଭଲ ଭଲ ସବୁ ବ୍ୟଞ୍ଜନ ତାକୁ ସବୁ ତିଆରି କରିକି ଖାଇବା ପ୍ରସ୍ତୁତ କରିକି ରନ୍ଧନ କରି ହେଲା ରାନ୍ଧିକି ଉମା ହଉଛନ୍ତି ପାର୍ବତୀଙ୍କର ଅନ୍ୟ ନାମ ଉମା କଣ କରିଛନ୍ତି ମା ପାର୍ବତୀ ଘରେ ଦେଇଥିଲେ ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ଖାଇବା ପଦାର୍ଥ ସବୁ ତିଆରି କରିକି ରଖିଛନ୍ତି ଆଉ ଖାଇବା ତିଆରି କରିକି କଣ କରୁଛନ୍ତି ସ୍ଵାମୀ କି ବାଟ ଚାହିଁଛନ୍ତି ଶିବ ହଉଛନ୍ତି ତାଙ୍କ ସ୍ଵାମୀ କେତେବେଳେ ଆସିବେ ଆଉ ସେମାନେ ସାଙ୍ଗ ହେଇକି ଖାଇବେ। ତେଣୁ ସ୍ଵାମୀଙ୍କ ବାଟ ଚାହିଁନ ବିମୁଖ ଦେବି ବାମା ବାମା ହେଲା ସ୍ତ୍ରୀ ବାମାର ଅର୍ଥ ହେଲା ସ୍ତ୍ରୀ ଏଠି କାହାକୁ ଉଦ୍ଦେଶ୍ୟରେ କୁହାଯାଇଛି ପାର୍ବତୀଙ୍କର ଉଦ୍ଦେଶ୍ୟରେ ଶିବଙ୍କର ସ୍ତ୍ରୀ ପାର୍ବତୀଙ୍କର ଉଦ୍ଦେଶ୍ୟରେ କୁହାଯାଇଛି ବିମୁଖ ହେଲେ ମାନେ ପଶ୍ଚାଦମୁଖ ବା ଟିକେ ଦୁଃଖୀ ହେଇଗଲେ ଏତେ ସମୟ ହେଲାଣି ବିରକ୍ତି ଭାବ ମନରେ ଆସିଗଲାଣି ଭୋକ ହେଲାଣି ଦୁଃଖୀ ଅଛନ୍ତି ସେ ହଁ ବିମୁଖ ମନ ଦୁଃଖ ଆମ ବହିରେ ଦେଇଛି ଲାଷ୍ଟରେ ମନ ଦୁଃଖ ଅଛି ତାଙ୍କର କାରଣ ଭୋକ ହେଇଲାଣି ଖାଇବାକୁ ଦେବୀ ଶିବ ଆସିନାହାନ୍ତି ସ୍ଵାମୀ ଆସିନାହାନ୍ତି ଖାଇବେ କି ଖାଇବେନି ସେ ମଧ୍ୟ ଗୋଟେ ଚିନ୍ତା ତେଣୁ କରିକି
से दुखरे भांगी पड़े तेणु 13 घड़ी जो गड़ीगला करतार आपणे ठाकुराणी विजय कले मुहर 13 घड़ी अर्थात सूर्य जिते अस्त हुए संध्या समय से 13 घड़ी बोली कहुए गोधूली समय संध्या हो गाई मैंने गोठ को चेले सूर्य अस्त हो गले से समय कहुए 13 घड़ी बोली 13 घड़ी जो गड़ीला करतार है सूर्य सूर्य देवता जिते 13 घड़ी है मान सूर्य देवता जिते अस्त अभिमुखे पश्चिम दिग को गति कले अस्त हाँपाई पश्चिम दिग को गति कले से समय ठाकुराणी को भोक होती आउ संभाली पारिना आपण माने निजे निजे ठाकुराणी विजय कले मुणहीर विजय कले मैंने गले मुणहीर माने भोजन पाखक जो खाଇବା प्रस्तुत कर भोजन बाढ़ी के खाइले बोली से गले सुवर्ण पहिल में सकाल जोगाड़ भरी पिठा खिरीसा घटिका छेना तागड़ा आदि जिते रोसे घर को गले से खाइबा भोजन रंधा रखाई पाखक से सुनार पैलम पैलम है पलम कहती से चटकार टे गोटे प्लेट जो आम कहे प्लेट भली गोटे बड़ सुनार गोटे प्लेट को कहुए पलम पिठा पलम जो कहते मटी या केते गुड़े एवं समय सहित भगवान से सुनार पलम सुनार किसी गोटे चटका थाली भरी जगह थाली भरी आ सकाल जोगाड़ भरी जहाँ सब विभिन्न प्रकार व्यंजन रोषे करके रखी से समस्त जिन गोटे 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 जोगाड़ कर रखिले खाइबे बाड़े पिठा खिरीसा गोटिका छेना कागड़ा आदि पिठा थिला खिरीसा थिला खीरी गोटिका तुम क्षीर मारी मारी जो लड्डू क्षीर थर मारी मारिकिना खुआरे जो लड्डू प्रस्तुत क्षीर खुआ खुआरे जो लड्डू प्रस्तुत करती गोटिका छेना कागड़ा आदि कर एक प्रकार छेना दिया पिठा पणा सब छेनार स्वादिष्ट भोजन गुड़िक से सब तैयारी करके सब पूरे थाली प्लेट बाढ़ आनी खाइबा सुवर्ण कोपरारे समस्त पुराई सुवर्ण कोपरारे समस्त पुराई देवे पितृ अन्न पानी देई तुंडे पंचगुंडी लाई सुवर्ण कोपरा कोपरा है सुनार से जो पात्रटी थाली जहाँ को कह सुनार पाती सब पूरे जिते सारा व्यंजन प्रस्तुत करते स्वादिष्ट भोजन से समस्त जिनस को आनिकी रखिले से थाली रे कौन कले से सब देखि घरे आम तो करूना तुम मैंने कर भावुचे कि किए किए कर जानी खाया बड़ा सीधा मामा खाया खाई दौचे आम ना किंतु वयस्क लोक मैंने कौन करती किसी लोक जन बेस पूजा पार से कौन करेंगे पानी बुलेबे टे काढ़ी ठाकुर देवे टे टेकिबे नमस्कार करेंगे खाद्य खाइबे मुनि ऋषि मैंने करते माँ पार्वती सेमती किसी कर किए कर कि जेजे जेजेमा मैंने करती तुम मैंने कर पूजा बेले मन पड़े नहीं मन पड़े हुए ठीक तेणु सी कौन कले देवे पितृ अन्न देवता आ पितृ पुरुष को समर्पण कराए तो देवे पितृ अन्न पानी दे से जो देवता आ पितृ पुरुष उद्देश्य अन्न टिके आ पानी टिके बुले अन्न पानी दे तुंडे पंचगुंडी लाई खाइबे बोलिकी तुंडे है पार्टी देवे पंचगुंडी 5 गुंडा आनी खाइबे पंचगुंडी दई मैंने खाइबा आनी पानी आधार कर 3 गुंडी भुंजी पानी आधार कर पानी शब्दर कौन अर्थ हाथ ये पानी शब्द है हाथ हाथ आधार कर माने हाथ द्वारा आधार कर द्वारा हाथ को व्यवहार कर निज हाथ रे 3 गुंडी मात्र भुंजी 3टा गुंडा नहीं जो खाइबा आनी 3 गुंडा नहीं खाइबा भुंजा खाइबा 3 थर मात्र खाई से समय एसनिक समय माने से समय डंबरू डिबी डिबी बाजी डंबर बाजिला तार शिवंकर डंबर आसिक बाहर पहुंची जाइए कपिलासर बाहर तो जो डंबर शब्द डिबी डिबी बाजिला माता पार्वती जिते खाई बसी मात्र 2-3 घंटा खाई सेपटे आवाज आसला बाहर शिव आसिक पहुंची गले शिव कैलाश पर्वत कपिलास पर्वत এটা জনে এটা শোনো শিব তো জনে না শিব তো জনে তম মন্দির তম ঘরে অଛନ୍ତି না
ଏଇଟା କଣ ରିଏଲ କି ଶିବ ଆଗ କାଳରେ ଶିବ ରହୁଥିଲେ କୈଳାସ ପର୍ବତ ବୋଲି କୁହାଯାଏ। ଏଇଟାକୁ କିନ୍ତୁ ଯେହେତୁ ଜଣେ ଓଡିଆ କବି ଲେଖିଛନ୍ତି ନା, ଓଡିଆ କବି ଲେଖିଛନ୍ତି, ଓଡିଆ ମାଧ୍ୟମିକ ଶିକ୍ଷାରେ ଦିଆଯାଉଛି, ତେଣୁ ଓଡିଶାର ଗୋଟେ ପ୍ରସିଦ୍ଧ ଶିବଙ୍କର ସ୍ଥାନ ତାକୁ ଦିଆଗଲା। ଏଇଟା ତ ଜଣେ ଲେଖିଛନ୍ତି ନା, ଏଇଟା ତ ହଁ ସତ ଘଟଣା ଯୋଉଟା ଆଣିଛନ୍ତି କୋଉଠୁ ମହାଭାରତରୁ ଆଣିଛନ୍ତି। ମହାଭାରତ ମହାଭାରତ ହଁ ଏଇଟା ଷ୍ଟୋରିଟା ତମର ମହାଭାରତରେ ଅଛି, ତାକୁ ଆଣିଛନ୍ତି। ଯେହେତୁ ଓଡିଆ ମାଧ୍ୟମିକ ଶିକ୍ଷା ତମର ସ୍କୁଲରେ ଓଡିଆ ସ୍କୁଲରେ ପଢା ଯୋଉ କଲେଜରେ ପଢା ହଉଛି, ଓଡିଶା ବାସୀଙ୍କର ପଢା ପାଇଁ ଏ ବହିଟା ପ୍ରଯୁଜ୍ୟ ହଉଛି, ତେଣୁ ଆମ ଓଡିଶାର ଗୋଟେ ଭଲ ସ୍ଥାନ ଅଛି। ତ କବି ଭାବିଲେ କି ଓଡିଶାରେ ଗୋଟେ ଭଲ ସ୍ଥାନ ଅଛି, ତାକୁ କାହିଁକି ସମସ୍ତଙ୍କ ନଜରକୁ ନ ଆଣିଲେ କପିଳାସ ଛାଡିକି କୈଳାସ ଏତେ ଦୂର କାହିଁକି, ତେଣୁ କରିକି କୈଳାସ ଜାଗାରେ କପିଳାସଟିକୁ ରଖିଲେ ହେଲା। ତ ଆମେ ଜାଣିବାକୁ ସମସ୍ତେ ଜାଣିବେ ଯେ ଢେଙ୍କାନାଳରେ ଗୋଟେ କପିଳାସ ପର୍ବତଟେ ଅଛି। ବହୁତ ଲୋକ ଜାଣିନାହାନ୍ତି ଢେଙ୍କାନାଳରେ, ଆମ ଓଡିଆ ଲୋକ ବି ଜାଣିନାହାନ୍ତି ଢେଙ୍କାନାଳରେ କପିଳାସ ଅଛି ବୋଲି। ଜାଣିଛନ୍ତି ବହୁତ ଲୋକ ଜାଣିନଥାନ୍ତି, କାରଣ କେହି କୁଆଡେ ଯାଇନଥାନ୍ତି। ନାଇଁ ଜଣେ ବୁଲିବାକୁ ଗଲେ କି ତାଙ୍କ ଘର ଲୋକ କିଏ କହିଲେ ଜାଣିବେ। କିଛି ଲୋକ କୁଆଡେ ଯାଇନଥିବେ, ଯଦି ସେ ଅଲଗା ଜାଗାକୁ ଯାଇଥିବେ। ଇଭେନ ଆମେ କୋରାପୁଟରେ କଣ ନାହିଁ କିଛି ଜାଗା, କେତେ ଜାଗା ଆମେ ବି ଜାଣିନୁ। ଯେ ଯୋଉ ଜାଗା ଯାଇଥାଏ ସେଇ ଜାଗା ସହିତ ବେଶୀ ଆଟାଚ ଥାଏ, ଜାଣିଥାଏ। ଯେ ଯୋଉ ଜାଗାରେ ଯାଇନଥାଏ, ଓଡିଶାରେ ବହୁତ ଜାଗା ଅଛି ଯୋଉଟା କି ଆମେ ମାନେ ସବୁ ଜାଗାକୁ ଜାଣିନାହୁଁ। ତେଣୁ କରିକି କବି ଆଉ ଲେଖକ ମାନେ ଓଡିଆ କବି ଲେଖକ ମାନେ କଣ କରନ୍ତି, ତାଙ୍କର ଏଇ ଲେଖା ମାଧ୍ୟମରେ କିଛି କିଛି ଜାଗାର ବର୍ଣ୍ଣନା କରିଥାନ୍ତି, ଯୋଉଟା କି ଆମେ ମାନେ ସହଜରେ ଜାଣିପାରିବା। ଯେମିତି ତମର ଫାଷ୍ଟ ଇୟରେ ସେକେଣ୍ଡ ଇୟରେ ଗୋଟେ ଅଛି ପୁଷ୍ପପୁରରେ ବର୍ଷା ବରାଣ, ସେଥିରେ ଓଡିଶାର ବହୁତ ସ୍ଥାନର ବର୍ଣ୍ଣନା କରାଯାଇଛି। ନୂଆ ନୂଆ ସ୍ଥାନ କୋଉ ଜାଗାରେ କଣ ଅଛି ସେଟା ମଧ୍ୟ ଜାଣିବାକୁ ତମକୁ ମିଳିବ। ଯାହା ହଉ ଏଇଠୁ ତ ତମର ଯାଇଛନ୍ତି ଢେଙ୍କାନାଳ, ଢେଙ୍କାନାଳର ସବୁଆଡେ ବୁଲିଛନ୍ତି, ବୁଲାବୁଲି କରିକି ଆସିକି ପହଞ୍ଚିଛନ୍ତି ଢେଙ୍କାନାଳରେ ରହୁଥିଲେ, ନହେଲେ ମାତା ପାର୍ବତୀ ସେଠି କାହିଁକି ରୋଷେଇ କରିବେ। ତେଣୁ କରିକି ସେଇଠି ରୋଷେଇ ବାସ କରିକି ଖାଇବା ପାଇଁ କି ନେଇକି ଆସିଛନ୍ତି। ତ ପୁଣି ସେ ଦେବ ପିତୃ ପୁରୁଷ ଆଉ ଦେବତାଙ୍କୁ ଅର୍ପଣ କରିବା ପରେ ସେ କିଛିଟା ଖାଦ୍ୟ ଖାଇଛନ୍ତି, ସେଇ ସମୟରେ ବାହାରେ ଶିବଙ୍କର ଡମ୍ବରୁ ଦବ୍ ଦବ୍ ହେଇକି ବାଜୁଛି, ଶୁଣା ଯାଉଛି ମାତା ପାର୍ବତୀଙ୍କର କାନରେ। ଶୁଣିନୁ ଗୋସାମଣୀ ଯେ ବିଷାଦ ହୋଇଲେ, କେମନ୍ତ କରିବି ମୁହିଁ ଈଶ୍ୱରେ ବିଜେ କଲେ। ଯେହେତୁ ଏଇଟା ମା ପାର୍ବତୀ ବର୍ତ୍ତମାନ ଓଡିଶାର ଢେଙ୍କାନାଳରେ ଅଛନ୍ତି, ଆମ ଓଡିଆରେ ଗୋଟେ କଣ ପରମ୍ପରା କଣ ଅଛି, ସ୍ତ୍ରୀ ଆଗ ସ୍ଵାମୀ ଖାଇସାରିବେ ତାପରେ ସ୍ତ୍ରୀ ଖାଇବେ। ଓଡିଆରେ ଗୋଟେ ଅଛି, ଏବେ ଟିକେ ଟିକେ ଆଉ ଏତେ ଚାଲୁନି, ଏବେ ପ୍ରାୟତଃ ସାଙ୍ଗସାଥି ହେଇକି ଖାଉଛନ୍ତି, ନହେଲେ ସାଙ୍ଗ ହେଇକି ଖାଉଛନ୍ତି ପ୍ରାୟ, କାହିଁକି ନହେଲେ କଣ ହଉଛି, ଯଦି ଆଗରୁ କଣ କହିଲ ବେଶୀ ଚାକିରି ବାକିରି ନଥିଲା, ଘରେ ରହୁଥିଲେ, କିଏ ବେପାର କରୁଥିଲେ, କିଏ ଚାଷ ବାସ କରୁଥିଲେ। ଆମ ଭାରତର ସେଇଥିପାଇଁ ତ ଭାରତର 75% ଲୋକ କଣ କରୁଥିଲେ, ଚାଷ ଉପରେ ନିର୍ଭର କରୁଥିଲେ। ତ ଯେତେବେଳେ ଜଣେ ଚାଷ ଉପରେ ନିର୍ଭର କରୁଛନ୍ତି, ପରିବାର ଲୋକ ସ୍ଵାମୀଟିଏ ଚାଷକୁ ଯାଉ ବା ଦୋକାନକୁ ଯାଉ କି ତାଙ୍କର ଯାହା ବାଣିଜ୍ୟ ବ୍ୟବସାୟ କରିଯାଉ, ସିଏ ଖରାବେଳେ ଟାଇମରେ ପଳେଇ ଆସୁଥିଲା, ଖାଇଦଉଥିଲା, ତାପରେ ସ୍ତ୍ରୀ ଟିଏ ଖାଇ ବସିଥିଲା। ଏବେ ତ ଚାକିରି ବାକିରି ହେଇଗଲାଣି, ଏବେ ଯଦି ସେଇ ଅବସ୍ଥା ହବ ସ୍ତ୍ରୀଟି ପୁରା ଦିନ ଭୋକିଲା ରହିବ। କାହିଁକି ନା ଅଫିସରେ ଯେତେବେଳେ ସ୍ୱାମୀଟି ଯାଉଛି, ସବୁଦିନ ଗୋଟେ ବେଳେ ଖାଇବାକୁ ଆସିପାରିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ। କେତେବେଳେ କାହାର ଦୂର ବାଟ ଅଫିସ ଯାଉଛି, ଘରଠୁ 20-30 କିଲୋମିଟର ଦୂର, ଧର ଯିବା ଆସିବା ତାର ଯୋଉ ରିସେସ ବ୍ରେକ ଟା ସରିଯିବ, ତେଣୁକରି ଟିଫିନ ନେଇକି ପଳାନ୍ତି। ସେଥିପାଇଁ ସେତେବେଳେ ଆମ ପୂର୍ବ ପୁରୁଷରେ ଥିଲା, ଚାଷ ଉପରେ ସବୁ ଲୋକ ଡିପେଣ୍ଡ କରୁଥିଲେ, ସେମାନେ ଯେତେବେଳେ ଘରକୁ ଆସୁଥିଲେ ସ୍ୱାମୀ ଟିଏ ହାତ ଗୋଡ ଧୋଇ ସାରିବ, ଖାଇ ପିଇ ସାରିବ, କାହାର ବାସନରେ ହଉ କିମ୍ବା ତା ପରେ ହଉ ସ୍ତ୍ରୀଟିଏ ଖାଇବ। ତ ଏଇଠି କବି ଯେତେବେଳେ ବର୍ଣ୍ଣନା କରୁଛନ୍ତି ଓଡିଶାରେ ଅଛନ୍ତି ମାତା, ତେଣୁ ସେ ଯେତେବେଳେ ଭୋଗ କଲାଣି, ସନ୍ଧ୍ୟାରେ ଆଗ ଖାଇ ଦେଇଛନ୍ତି, ମନରେ ଗୋଟେ ଭୟ ଆସିଲା କି ଗୋସାମଣୀ ଏଇଠି ହଉଛନ୍ତି କିଏ, ପାର୍ବତୀ ମା, ତାଙ୍କର ଅନ୍ୟ ନାମ ହେଲା ଗୋସାମଣୀ। ସଫିସିଏଣ୍ଟ ଆସିବ ଗୋସାମଣୀ କିଏ, ବିଷାଦ ବୋଇଲେ, ଦୁଃଖୀ ହେଇଗଲେ ଟିକେ, ପ୍ରଭୁ ଆସିଗଲେଣି, ମୁଁ କେମିତି ଆଗ ଖାଇ ଦେଇଛି, ଦେଖିଲେ କଣ ଭାବିବେ, ଏକରେ ଭୋକିଲାରେ ଆସିଥିବେ, ଦୁଇରେ ଦେଖିବେ ମୁଁ ଖାଇ ବସିଲିଣି, କଣ ଭାବିବେ, ତେଣୁ ସେ ବିଷାଦ ହେଇଗଲେ, ଟିକେ ଦୁଃଖୀ ହେଇଗଲେ। ତାପରେ କହୁଛନ୍ତି କେମନ୍ତ କରିବି ମୁଁ ଈଶ୍ୱରେ ବିଜେ କଲେ। ଈଶ୍ୱରେ ହେଲା ଈଶ୍ୱର, ଈଶ୍ୱର ହଉଛନ୍ତି ଶିବ, ଶିବ ଠାକୁର ବିଜେ କଲେଣି ମାନେ ଆସିକି ପହଞ୍ଚି ଗଲେଣି, ମୁଁ କଣ କରିବି।
କଣ କଣ କେମିତି କରିବି ଖାଇ ତ ବସି ଯାଇଛି ସେଇଠୁ କଣ କଲେ ତରବର ହେଇକି ଉଠି ପଡିଲେ ଯେତିକି ଖାଇଛନ୍ତି ସେତିକି ରଖିଦେଇକି ଉଠି ପଡିଲେ। ଉଠିକି କଣ କଲେ ସଙ୍କୋଚନ ମୁଣ ଛାଡି ଉଠିଲେ ବେଗ ହୋଇ ବୃଷଭ ଗୁଆଣିଲେ ଲୁଚାଇଲେ ନେଇ। ସଙ୍କୋଚ କରିକି ମନରେ ଗୋଟେ ସଙ୍କୋଚ ଭାବ ଭୟ ଭାବ ଆସିଗଲା ମାନେ ଗୋଟେ ଲଜ୍ଜା ବୋଧ ତ ଟିକେ ଖରାପ ଲାଗିଛି ତାଙ୍କୁ ସଙ୍କୋଚ ଲାଗିଛି କାହିଁକି ନା ସ୍ଵାମୀ ଟିକେ ଖାଇନି ବାହାରକୁ ଆସିଛି ପୁରା ଦିନ ଉପାସ ରହିଲେ ସବୁବେଳେ ବାରଟା ମୁଣ୍ଡ ଉପରକୁ ଚଢିଯାଏ ମଣିଷ ମାନଙ୍କର ତ ଚଢିଯାଏ ସେ ତ ଶିବ ଠାକୁର ତ ଏମିତିରେ ଭାରି ରାଗି ତେଣୁ କାଳେ ରାଗିବେ କୋପ କରିବେ ସେଥିପାଇଁ କି ତାଙ୍କ ମନେ ମାନେ ଗୋଟେ ସଙ୍କୋଚ କରିକି ପୁଣି ଆଗ ଖାଇଦେଲେଣି ସ୍ୱାମୀ ଖାଇନି ତେଣୁ ତରବର ହେଇ ଲୁଣ ଛାଡି ହେଲା ଲୁଣ ହିଁ ହେଲା ଭୋଜନ ଭୋଜନ ଛାଡିକି ତରବର ହେଇକି ଉଠି ପଡିଲେ ବେଗେ ଉଠିଲେ ହେଲେ ତରବର ହେଇକି ଉଠି ପଡିଲେ ବୃଷଭ ଗୁଆଣିଲେ ଲୁଚାଇଲେ ନେଇ ବୃଷଭର ଗୁଆଣି ହେଲା ବୃଷଭର ଯୋଉ ଖାଇବା ସ୍ଥାନଟିଏ ଗାଈ ମାନେ ଯେତେବେଳେ ବନ୍ଧା ହେଇଥାନ୍ତି ଦେଖିବ ତାର ଭିତରେ ଗୋଟେ ପାତ୍ର ଥାଏନି ଖାଇବା ପାଇଁ ଗାଈ ଖାଇବା ପାଇଁ ଗାଈ ମାନଙ୍କୁ ଖାଇବାକୁ ଦବା ପାଇଁ ପାତ୍ର ଥାଏନି ତ ସେଇଥିରେ ନେଇକି ସବୁ ଲୁଚାଇ ଦେଲେ। କେମିତି ଲୁଚାଇଲେ ପୁଣି ପିଠା କ୍ଷୀରି ସାକର ପୁରାଇଲେ କାଞ୍ଚଲା ହେଲା କଂସା ଗୋଟେ ବଡ କଂସାରେ ସେ ପିଠା କ୍ଷୀରି କାକରା ଆରିସା ଯାହା ସବୁ ସ୍ଵାଦିଷ୍ଟ ଭୋଜନ ଥିଲା ସେ ସମସ୍ତ ଖାଦ୍ୟ ଗୁଡିକୁ ସେଇ କଂସାରେ ପୁରେଇ ଦେଇକି ନେଇକି ଗାଈ ଗୁହାଳରେ ଲୁଚାଇ ଦେଲେ ନେଇ ସେ ଯୋଉ ଗୁଆଣିରେ ନେଇକି ଲୁଚାଇ ରଖିଦେଲେ। ଆଞ୍ଚବନ ଶାଢୀ ଧରି ବୋଇଲେ ବାହାରେ ରତନ ଝରିରେ ଦେବି ପାଣିରେ ପୁରାଇ ଆଞ୍ଚମନ ଶାଢୀ ହେଲା ମୁହଁ ହାତ ଧୋଇକି ମନ୍ତ୍ର ଯେତେବେଳେ ତମର ଗଣେଶ ପୂଜା ସରସ୍ଵତୀ ପୂଜା ହେଲେ ଆଞ୍ଚବନ ବୋଲି ଗୋଟେ ଶବ୍ଦର ବହୁତ ଉଚ୍ଚାରଣ ହୁଏନି ମନ୍ତ୍ର ପାଠ ନନା କରୁଥିବା ସମୟରେ ଅ ଯୋଉ ଦେବୀ ହୁଅନ୍ତୁ ଦେବତା ହୁଅନ୍ତୁ ପୂଜା ହଉଥାଏ ହୋମ ହୁଏ କି ପୂଜା ହୁଏ ସେତେବେଳେ ବସ୍ତ୍ର ଦାନ ହେଲା ଚକ୍ଷୁ ଦାନ ହେଲା ତାପରେ ଖାଦ୍ୟ ଦାନ ହେଲା ଆଞ୍ଚବନ ସେଇ ଶବ୍ଦଟି ବ୍ୟବହାର ହୁଏ ତାର ଅର୍ଥ ହେଲା ହାତ ମୁହଁ ଧୋଇବା ଅଇଁଠା ମୁହଁ କରିବୁ ହାତ ମୁହଁକୁ ଖାଇସାରିବା ପରେ ଯୋଉ ହାତ ମୁହଁ ଧୁଆଯାଏ ତାକୁ କୁହାଯାଏ ଆଞ୍ଚବନ। ଆଞ୍ଚବନ ସାରିଦେବି ବୋଇଲେ ବାହାରକୁ ଆସିଲେ ହାତ ମୁହଁ ଧୋଇ ଦେଇକି ଅଇଁଠା ହାତ ହେଇଥିଲେ ଦି ତିନି ଗୁଣ୍ଡା ଖାଇଛନ୍ତି ତାକୁ ରଖିକି ନେଇକି ସବୁ ଖାଦ୍ୟ ପଦାର୍ଥ ଗୁଡିକ କଂସାରେ ପୁରେଇ ଗୁହାଳରେ ଲୁଚେଇ ଦେଇକି ଆସିକି ହାତ ମୁହଁ ଧୋଇକି ବାହାରକୁ ଆସିଲେ ଶିବଙ୍କୁ ଭିତରକୁ ପାଥୋଟି ନେବା ପାଇଁ ରତନ ଝରିରେ ଦେବି ପାଣିରେ ପୁରାଇ ରତ୍ନ ହେଲା ରତ୍ନ ଝରି ହେଲେ କଣ କୁମ୍ଭ କୁମ୍ଭ କୁହ କି ଢାଳ କୁହ ତମେ ଯାହା ଯୋଉ ଭାଷା ଯୋଉଠି ଯୋଉ ଭାଷା ଟା ବ୍ୟବହାର କରେ କିଏ କିଏ ତାକୁ କୁମ୍ଭ ବୋଲି କୁହନ୍ତି ପାତ୍ର ପାଣି ପାତ୍ର ଗୋଡ ହାତ ଧୁଆଯାଏ ଝରି ତାକୁ ରତ୍ନ ଝରି କିଏ କିଏ ତାକୁ କଣ କୁହନ୍ତି ନୋଟା ନୋଟା ହଁ ନୋଟା ବି କୋଉ ଜାଗାରେ କଣ କିଏ କିଏ କୁମ୍ଭ କୁହନ୍ତି କିଏ କିଏ ଢାଳ କୁହନ୍ତି କିଏ କିଏ ନୋଟା କୁହନ୍ତି ସେ କଣ ବି କୁହନ୍ତି ସେ ଯୋଉ ପାତ୍ରଟିଏ କଳସ ଭଳିଆ ଛୋଟିଆଟେ କୁମ୍ଭ ଭଳି କି ନୋଟା ଭଳି ତମେ ଯୋଉ ଭାଷା କହୁଛ ନୋଟା ଯୋଉଟା କହିଲେ କେମିତି ଚିତ୍ର କହିଲ ଏମିତିଆ ତ ହଁ ହଁ ଛୋଟ ପାତ୍ରଟେ ପାଣି ନେଇକି ହଁ ଠିକ ମାଠିଆ ଛୋଟଟା ତା ଦେହରେ ନେଇକି ପାଣି ଦେଖିକି ଗୋଡ ଧୁଆ କରନ୍ତି କିମ୍ବା ଖାଇବା ପାଖରେ ଥୁଆଯାଏ ଆଜିକାଲି ସେଟା ଦେଖିବାକୁ ଟିକେ କମ ମିଳୁଛି ଆଗରୁ ଲୋକମାନେ ଖାଇବା ଦଉଥିଲେ ଆଗ କୁମ୍ଭଟେ ରଖିଥିଲେ ପାଣି ଫୁଲ କରି କି ଢାଳ ପାଣି ଢାଳ ରଖିବେ କି ନୋଟା ଯାହା କହୁଛ ପାଣି ଢାଳ ରଖିବେ ଗ୍ଲାସ ଟେ ରଖିବେ ତାପରେ ଖାଇବା ପିଇବାକୁ ଦେବେ ଆଜିକାଲି ଦିଆହଉନି ସିଧାସଳଖ ପାଣି ଗ୍ଲାସ ଦିଆହଉଛି ନହେଲେ ପାଣି ବଟଲ ଟେ ଥୋଇ ଦଉଛନ୍ତି କାରଣ କିଏ କା ଘରେ ଆଉ ମାନେ ସାଧା ଏଇ ଯୋଉ ଗ୍ଲାସ ପାଣି ପିଇବାକୁ ଆଉ ରାଜି ହଉନାହାନ୍ତି ଭୟ ଲାଗିକି କୋଭିଡ ପରେ କାଳେ କଣ ହବ ଭଲ ପାଣି କି ନାହିଁ ତେଣୁ ପାଣି ଗୋଟେ ବଟଲ ଟେ ଥୋଇଦବାଟା ବେଶୀ ସେଫ୍ଟି ସେ ବଟଲ ଖୋଲିଲେ ପିଇଲେ ତେଣୁ କରିକି ସେ ରତ୍ନର ଝରି ରତ୍ନର ପାତ୍ରରେ ପାଣି ପାତ୍ରରେ ପାଣି ପୁରେଇକି ଦେବୀ ଆସିକି ପହଞ୍ଚିଗଲେ ବାହାରେ ମହାଦେବଙ୍କୁ ଗୋଡ ହାତ ଧୋଇ ଦେଇକି ତାଙ୍କୁ ଭିତରକୁ ପାଛୋଟି ନେବେ ବୋଲି ପୁରୋହିତ ଛାମୁରେ ପ୍ରବେଶ କହିଲେ ମହାମାଇ ହଉଛନ୍ତି ମାତା ପାର୍ବତୀ ପାର୍ବତୀ ଆସିକି ଛାମୁରେ ହେଲା ସମ୍ମୁଖରେ ଶିବଙ୍କର ସମ୍ମୁଖରେ ଆସିକି ଉପସ୍ଥିତ ହେଲେ ନନ୍ଦିକେଶ୍ଵରଙ୍କୁ ରାଇ ଆଜ୍ଞା ଦେଲେ ସଦାନନ୍ଦ ବୃଷଭ ଗୋଟିକ ନେଇ ଗୁଆଣିରେ ବେଗେ ବାନ୍ଧି ତାଙ୍କ ମନେ ଅଛି ଭୁଲି ନାହାନ୍ତି କେମିତି ତାକୁ ପରୀକ୍ଷା କରିବେ ଖାଇବା ପିଇବାକୁ ଦେବେନି ଦିନ ସାରା ଉପାସ ଅଲରେଡି ରଖେଇଛନ୍ତି ତଥାପି ମନ ଶାନ୍ତି ହେଇନି ଏବେ ପୁଣି ନନ୍ଦିକେଶ୍ଵରଙ୍କୁ ବୃଷଭକୁ ଛାଡିକି ଶିବଙ୍କର ଦିଟା ଜଣ ବାହନ ଦି ଜଣ ଅଛନ୍ତି କିଏ କିଏ ନନ୍ଦୀ ଆଉ ନନ୍ଦୀ ଭୃଙ୍ଗି ଦି ଜଣ ନାହାନ୍ତି ଶୁଣିଲେ ନନ୍ଦୀ ଭୃଙ୍ଗି ଦି ଜଣ କିଏ କିଏ ଆଉ କାହା ନାଁ କହୁଛ ହଁ ସାପ ତ ତାଙ୍କ ବେକରେ ସାପ ହଁ ତାଙ୍କର ଭକ୍ତ ଦି ଜଣ
ହଁ ସାପ ତ ତାଙ୍କ ବେକରେ ସବୁବେଳେ ଥାଏ। ତାକୁ ଛାଡିଦେଲେ ନନ୍ଦୀ ଫନ୍ଦୀ ଦି ଜଣ ତାଙ୍କର ପୁରା ଅତି ବିଶ୍ୱ ପରମ ଭକ୍ତ ଅଛନ୍ତି ଦି ଜଣ, ଜଣଙ୍କର ଦିଟା ସିଂହ ଜଣଙ୍କର ଗୋଟିଏ ସିଂହ। ସେ ତ ସେଇ ଯୋଉ ନନ୍ଦିକେଶ୍ଵର ଦେଖିନ ମହାଦେବ ସିରିଏଲ ଦିଟିକିଆ ସିଂହ ଗୋଟିକିଆ ସିଂହ ଗୋଟେ ଦିଟା ଲୋକ ଥିବେ ମୋଟା ମୋଟା ତାଗଡା ତାଗଡା ହେଇକି ଆସିକି ଶିବ ଠାକୁରଙ୍କ ଆଶ୍ରମ ମାନେ ସିଧା ପହଞ୍ଚି ଯାଇକି ନମସ୍କାର କରି ପକାନ୍ତି ତାଙ୍କର ସବୁ କାମ ଦାମ ବୁଝନ୍ତି ସେଇ ଦି ଜଣ। ତ ସେଇ ଯୋଉ ତାଙ୍କ ଭିତରୁ ଜଣଙ୍କ ନାଁ ନନ୍ଦୀ। ନନ୍ଦୀ ବେଶୀ ପ୍ରସିଦ୍ଧ ତା ନାଁ ଟା ବେଶୀ ଲୋକ ଜାଣିଥିବେ କୁହନ୍ତି ନା ଯୋଉମାନେ ସିରିଏଲ ଫିରିଏଲ ଦେଖୁଥିବ କି ସେ ଯୋଉ ପୁରାଣ ପଢିଥିବ ସେ ମନେ ରଖିକି ଜାଣିଥିବ ନହେଲେ ନନ୍ଦୀ ନାଁ ଟା ଫେମସ ନନ୍ଦୀ ନାଁ କେତେ ଶୁଣିଛ ଠିକ ସେ ନାଁ ଟା ସମସ୍ତେ ଜାଣିଥାନ୍ତି ତ ସେଇ ନନ୍ଦିକେଶ୍ଵର ନନ୍ଦୀ ହଉଛନ୍ତି ଈଶ୍ୱରଙ୍କର ଭକ୍ତ ବୋଲି ତାଙ୍କର ହେଲା ନାଁ ନନ୍ଦିକେଶ୍ଵର ତାଙ୍କୁ ରାଇ ରାଇ ହେଲା ଡକାଇ ଏଠି ରାଇ ଶବ୍ଦର ଅର୍ଥ ରାଧା ନନ୍ଦୀ ଏଠି ରାଇ ଶବ୍ଦର ଅର୍ଥ ହେଲା ଡକାଇ ରାଇ ନନ୍ଦିକେଶ୍ଵରଙ୍କୁ ଡକାଇ ଆଜ୍ଞା ଦେଲେ ସଦାନନ୍ଦ ସଦାନନ୍ଦ ହଉଛନ୍ତି ଶିବ ଶିବ କଣ କଲେ ନନ୍ଦୀକୁ ଡାକିକି ଆଜ୍ଞା ଦେଲେ ସିଧା କହିଲେ ଅର୍ଡର ଦେଲେ ତାଙ୍କୁ ଯେ ଯିବୁ ଏ ଗାଈ ଯୋଉ ବୃଷାବଟିକୁ ବଡ ସେ ବାନ୍ଧିବୁ ଟାଣୁ କରିକି ଯେମିତି ତାକୁ କିଛି ଖାଇବା ପିଇବା ନୁହଁ ତାକୁ ଯଦି ବୃଷଭ ବଟିକ ନେଇ ଗୁହାଳିରେ ବେଗେ ବାନ୍ଧ ଗୁହାଳରେ ନେଇକି ଗୁହାଳରେ ନେଇକି ଗାଈ ରହିବା ସ୍ଥାନଟି ନେଇକି ତାକୁ ଶୀଘ୍ର ନେଇକି ବାନ୍ଧିଦବୁ କିଛି ଖାଇବା ପିଇବାକୁ ଦବୁନୁ ବୋଲି ତାକୁ ସିଧାସଳଖ କହିଦେଲେ ପୁଣି କହୁଛନ୍ତି ପୁଣି ଯେତେବେଳେ ଆଜ୍ଞା ଦେଇଛନ୍ତି ନନ୍ଦୀକୁ ଶିବ ଠାକୁର ଆଜ୍ଞା ଦେଇଛନ୍ତି ତାଙ୍କ ସ୍ଵାମୀ ଆଜ୍ଞା ଦେଇଛନ୍ତି ଆଜ୍ଞା ପ୍ରମାଣ ନନ୍ଦିକେଶ୍ଵର ଗଲେ ପ୍ରମାଣ ହେଲା ପାଇକ ଏଠି ପ୍ରମାଣୀ ଶବ୍ଦର ଅର୍ଥ ହେଲା ଗାଈ ଆଜ୍ଞା ପାଇକି ନନ୍ଦିକେଶ୍ଵର କଣ ହେଲା ନନ୍ଦୀ ବେଗେ ଚଳିଗଲା ଶୀଘ୍ର ଶୀଘ୍ର ଯାଇକି ବୃଷଭଟିକୁ ଅତି ଯତ୍ନର ସହିତ ଖମ୍ବରେ ବାନ୍ଧିଦେଲା ଯତ୍ନ କରି ତାକୁ ଖମ୍ବରେ ନେଇ ବାନ୍ଧିଲା ଅତି ଯତ୍ନର ସହିତ ତାକୁ ନେଇକିନା ଖମ୍ବରେ ବାନ୍ଧିଦେଲା ପୁଣି କଣ ହେଲା ଈଶ୍ୱର ଆଜ୍ଞା ଦେଲେ ନନ୍ଦିକେଶ୍ଵର ପୁରାଇ କଡ ଆହାର ଘାସ ପାଣି କିଛି ଅନ୍ନ ନଦେ ବୁଟି ବହିଲେ ପୁଣି ଈଶ୍ୱର ଡାକିକି ଆଜ୍ଞା ଦେଲେ ନନ୍ଦିକେଶ୍ଵରକୁ ଡାକିଲେ ଏବଂ ଆଜ୍ଞା ଦେଲେ ଯେ ତାକୁ କଡ ଆହାର କଡ ହେଲା ଶୁଖିଲା ନଡା ଗାଈ ମାନେ ଖାଆନ୍ତି ଶୁଖିଲା ନଡା ଆଉ ଆହାର ହେଲା ଖାଦ୍ୟ ଘାସ ତ ମାନେ ସାଧାରଣ ଯୋଉଠି ଘାସ ପଡିଆ ଘାସ ହୁଏ ସେଇ ଘାସ ଆଉ ପାଣି କିଛି ଅନ୍ନ ନଦେ ବୁଟି ବଇଲଇ ହେଲା ସେ ବୃଷଭକୁ କୌଣସି ପ୍ରକାରର ନଡା ଖାଦ୍ୟ କିମ୍ବା ପାଣି ଘାସ କୁଟା କିଛି ଦବୁନି ସେମିତି ନେଇକି ବାନ୍ଧିଦବୁ ତେବେ ସ୍ଵାମୀ ଯେହେତୁ ଆଜ୍ଞା ଦେଇଛନ୍ତି ସ୍ଵାମୀ ଆଜ୍ଞା ସେ ଦୃଢ କଳି ବାନ୍ଧି ମାରିଲେ ବଜ୍ରର କିଣିକି ଦେଇ ସେ କବାଟ କିଳିଛନ୍ତି ସ୍ୱାମୀ ଯେହେତୁ ଆଜ୍ଞା ଦେଇନାହାନ୍ତି ସେ ନେଲା ବୃଷଭଟିକୁ ଅତି ଦୃଢ କରିକି ଟାଣ କରିକି ବାନ୍ଧିଦେଲେ ଯେମିତି ସେ ଫିଟିକି ଯାଇପାରିବନି କୁଆଡେ ବାନ୍ଧି ଦେଇକି ବଜ୍ରର କବାଟ ସେଟା ବନ୍ଦ କରିକି ବଜ୍ର ମାନେ ଅତି ଶକ୍ତର ଝିଞ୍ଜିର ଯୋଉଟା କହୁଛ ଝଞ୍ଜିର ଭଳିଆ ତାକୁ ମାରିବାକୁ କେତେ ପ୍ରକାରର ଝିଞ୍ଜିର ଆମେ କହୁଛେ ଛିଟକିନି କିଏ କହୁଛନ୍ତି କଣ ଛିଟକିନି ଏଇଟା କଣ କହୁଛ ଏଇଟା କବାଟ ବନ୍ଦ କର କବାଟ ବନ୍ଦ କରିବା ପାଇଁ ସେଟା କଣ କହୁଛ ଲକ୍ କରିବା ଆମେ ଇଂଲିଶରେ କହୁଛେ ଲକ୍ କରିଦିଅ କବାଟଟା ସେଟା ଛିଟକିନି ଦେଇଦିଅ ବିଲାରେ ଅଲଗା ଅଲଗା ଶବ୍ଦର ବ୍ୟବହାର କରାଯାଏ ଜିନିଷ ସମାନ କିନ୍ତୁ ବିଭିନ୍ନ ବିଭିନ୍ନ ଜାଗାରେ ଅଲଗା ଅଲଗା ଶବ୍ଦ ମୁଁ ଯେମିତି ଛିଟକିନି ଦେଇଦିଅ କହିଲି ଓଡିଆରେ ସେଇଭଳିଆ କିଏ ତାକୁ ଝିଞ୍ଜିର ଦେଇଦିଅ ଖିଡକି ଦେଇଦିଅ ନାଇଁ ଖିଡକିନି ନା କଣ ଏମିତି କୁହନ୍ତି ତ ତା ମିଶେଇ କଣ କହିଲେ କଣ କହିଲେ ଯେ ହୁଡକା ସେଇଟାକୁ ସେମିତି ଗୋଟେ ପୁରା ଟାଇଟ୍ କରି ଝିଞ୍ଜିର ଏମିତିଆ ସେତେବେଳେ ନଥିଲା ହେଲା କିଳିକି ଦିଅନ୍ତି ଯୋଉ କିଳିକି ଦିଅନ୍ତି ଶିବ କାହିଁକି ସେ ଗୋଟେ ଷ୍ଟୋରି ଦେଇଥିଲା ପରା ଶିବ ଯୋଉ କଣ ଗିଳି ପକେଇଥିଲେ ବିଷ ପାନ କରିଥିଲେ ଯେପର୍ଯ୍ୟନ୍ତ ମୁଁ ଦେଖିଛି ଏପର୍ଯ୍ୟନ୍ତ ଭିତରେ ସବୁବେଳେ ଶିବଙ୍କ କିଏ ତାର ଖାଇବା କଣ ଦରକାର ସେ ଶିବଙ୍କ ବେକରେ ଅଛି ତାର ଖାଇବା ଦରକାର ଶିବ କେତେବେଳେ ସାପ ତାଙ୍କ ବେକରେ ଚଢିଲାରେ କିଏ କହିବ ବିଷ ପାଇଁ ଜାଣିଛ କହିବ ହଁ ବିଷ ହଳାହଳ ବିଷ ବାହାରିଥିଲା
ତଣ୍ଡେଇ ନୀଳ ହେଇଗଲା, ନୀଳ ପାଇଁ ତ ନୀଳକଣ୍ଠ। ହଁ, ପେଟ ଭିତରକୁ ଯିବନି ବୋଲିକି ଘୋଡେଇ ହେଇ ପଡିବ। ହଁ, ଶୀତଳ ଦବା ପାଇଁ, ଠିକ 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 କଥା ଏଇଟା। ସେଠୁ କାହିଁ କହିଲ ସାପ ମାନଙ୍କର ଭାରି ଥଣ୍ଡା, ତାଙ୍କର ଗଛ ପଟ ଟା ପୁରା ଥଣ୍ଡା ଥାଏ ହେଲା। ତେବେ ସାପରେ କେବେ ଗୋଡ ପକେଇ ଦେଇଛ ଭୁଲରେ? ନାଇଁ ନାଇଁ ସତରେ ସାପ ନେଇ ଥଣ୍ଡା ଗୋଡ କଣ ପାଇଁ କହୁଛି, ଅଜଗର ସାପ କଥା କହୁଛି। ଅଜଗର ସାପଟେ ପାହାଡିଆ ଅଞ୍ଚଳରେ ବହୁତ ସାରା ଅଜଗର ସାପ ଥାଆନ୍ତିନି? କୋରାପୁଟ ଅଞ୍ଚଳରେ, ଏବେ କଥା କହୁନି ମୁଁ, ଛୋଟ ହେଇଥିବା ସମୟରେ ଥରେ ଆମେ ଯାଇଥାଉ କୋରାପୁଟକୁ, ଗୋଟେ ସାପ ଅଜଗର ସାପ ଘୋଡେଇ ଘୋଡେଇ ହେଇକି ଶୋଇଛି। ସେ ସାପ ମାନେ ହାଇବରନେଟ କରନ୍ତି ନା ଶୀତ ଦିନରେ, ସେ ଘୋଡେଇ ଘୋଡେଇ ହେଇକି ଶୋଇଛି। ଅଜଗର ଟା ଗିଳି ପକେଇକି ମୋଟା ମୋଟା ହେଲେ ଜଣା ପଡୁନି, ମୋର ଜଣେ ମାଉସୀଙ୍କର ପାଦ ପଡିଗଲା, ଥଣ୍ଡା ଥଣ୍ଡା ଲାଗିଲା। ସେ ପଛକୁ ପଳେଇ ଆସିଲେ, ଦେଖିଲା ବେଳକୁ ସାପଟା। ଅଜଗର ତ ଗିଳି ଗାଳିକି ଶୋଇଲେ, ସେ ତ ଚଟାପଟ କାମୁଡି ପାରିବନି ନା। ସେ କଣ, ଅଜଗର ବହୁତ ସ୍ଲୋ ସାପ, ସେ ଚଟାପଟ କାମୁଡିବନି। ସେ ଧୀରେ ଧୀରେ ଗିଳିବ ତାକୁ, ଆଉ ଖାଇକି ଶୋଇଥିବ ମାନେ ସାଙ୍ଗେ ସାଙ୍ଗେ ପୁଣି ଗିଳିବନି। ସେ ତାକୁ ପୁରା ରେଡି କରି ଘୋଡେଇ ହେଇକିନା କୁଣ୍ଡ କଟା କରିଦେଇଛି। ସେଇଆ ତ ସାପ ମାନଙ୍କର ଦେହଟା ଥଣ୍ଡା, ସେ ପଡୁଥିଲା ଆମକୁ, ସିଏ କଣ କଲେ ଘୋଡେଇ ହେଇଗଲେ, ତାଙ୍କୁ ଟିକେ ଥଣ୍ଡା ପ୍ରଦାନ କରିବ ବୋଲି। ସେବେଠୁ ତ ତାଙ୍କ ବେକରେ ଅଛନ୍ତି 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 ଆଉ ସାପ। ସେଇଠୁ କଣ ହେଲା କି, କୋଉ ସାପ, ସେ କୋଉ ସାପ? ନା ବାଘ ଭାଇ ନା ତକ୍ଷକ, ଆଉ ହେଲା ତମର ଅନନ୍ତ ନାଗ, ବାସୁକି ନାଗ। ବାସୁକି, ଅନନ୍ତ ବିଷ୍ଣୁଙ୍କର ତିନି ଭାଇ। ଶୁଣ, ସାପ ଯିଏ ପ୍ରଥମ ତକ୍ଷକ ତ କାମୁଡିଥିଲେ, କାହାକୁ କାମୁଡିଥିଲେ? ତକ୍ଷକ ହସ୍ତିନାପୁରର ଶେଷ ରାଜା। ହଁ, କିଏ? ପରୀକ୍ଷିତ, ଭେରି ଗୁଡ। ପରୀକ୍ଷିତଙ୍କୁ ତ କାମୁଡିଥିଲେ ତକ୍ଷକ। ତକ୍ଷକର ଉପର ଭାଇ ହଉଛନ୍ତି କିଏ? ବାସୁକି। ତାଙ୍କ ଉପର ଭାଇ ହଉଛନ୍ତି ଅନନ୍ତ। ଅନନ୍ତ ହେଲେ ବଡ ଭାଇ। ପ୍ରଥମେ ସିଏ ନାଗଲୋକର ରାଜା ଥିଲେ, ସେ ପଳେଇଲେ ବିଷ୍ଣୁ ଭକ୍ତ ହେଇକି, ତେଣୁ ନାଗଲୋକର ରାଜା କାହାକୁ କରାଇଥିଲେ? ବାସୁକିକୁ କରାଇଥିଲେ। ତାପରେ ବାସୁକି ହଉଛନ୍ତି, ତାଙ୍କ ମୁଣ୍ଡରେ ମଣି ଥାଏ। ଆଉ କୋଉ ସାପ ମୁଣ୍ଡରେ ମଣି ନଥାଏ, ସେଇ ଦ୍ଵିତୀୟ ସାପ ଯେ, ସେଇ ତାଙ୍କର ମୁଣ୍ଡରେ ମଣି। ତ ବାସୁକି କିଛି ଦିନ ଶାସନ କଲା ପରେ, ସିଏ ଶିବଙ୍କର ଭକ୍ତ ହେଇଗଲେ। ସେ ପଳେଇଲେ ଶିବଙ୍କର ମାନେ ଇଏରେ, ତାଙ୍କୁ ନିଜକୁ ଭକ୍ତ କରିଦେଇକି ପଳେଇଲେ ତାଙ୍କର ବେକରେ ରହିବେ, ତାଙ୍କର ଶରଣରେ ଚାଲିଗଲେ। ତାପରେ ତକ୍ଷକ ହେଲେ ରାଜା ହେଲେ, ତମର ଯୋଉ ସର୍ପ ଲୋକର ରାଜା, ନାଗଲୋକର ବା ସର୍ପ ଲୋକର ରାଜା ଶେଷରେ ରହିଲେ କିଏ? ତକ୍ଷକ। ତକ୍ଷକ କାହାକୁ କାମୁଡିଥିଲେ? ପରୀକ୍ଷିତ ରାଜାଙ୍କୁ କାମୁଡିଥିଲେ, ଠିକ। ତାପରେ ସେ ସାପ ଗୋଷ୍ଠୀଙ୍କୁ ମାରିଦେଲେ। ସାପ ଗୋଷ୍ଠୀଙ୍କୁ ମାରିଦେବା ପାଇଁ କିନା ତାଙ୍କ ପୁଅ ଜନ୍ମେଜୟ କରିଥିଲେ ସର୍ପ ଯଜ୍ଞ। ସର୍ପ ଯଜ୍ଞ କଲେ, ସବୁ ସାପ ମାନେ ଆସିଲେ, ସେଇଠି ଶ୍ୱାସ ଦେଲେ, ମରିଗଲେ। ନାଗଲୋକଙ୍କୁ ଧ୍ୱଂସ କରିବା ପାଇଁ କିନା ସର୍ପ ଯଜ୍ଞ କରିନଥିଲେ? ନାଇଁ, ଜନ୍ମେଜୟ ତାଙ୍କ ବାପାର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ କି, କହିଲେ ମୋ ବାପାକୁ ସାପ କାମୁଡି ଦେଲା, ମରିଗଲା। ପରୀକ୍ଷିତଙ୍କ ପୁଅ ହଉଛନ୍ତି ଜନ୍ମେଜୟ। କରିକିନା ମୁଁ ମଧ୍ୟ ମାରିଦେବି, ସବୁ ସାପ ଗୋଷ୍ଠୀଙ୍କୁ ମାରିଦେବି। କିନ୍ତୁ ତକ୍ଷକ ଯାଇକି ଇନ୍ଦ୍ରଙ୍କ ପାଖରେ ଲୁଚିଥିଲା। ତ ଏମିତି ମନ୍ତ୍ର ପାଠ କଲେ, ଇନ୍ଦ୍ର ମଧ୍ୟ ପଳେଇ ଆସିଲେ, ଝିକି ହେଇ ଆସୁଥିଲେ। ଇନ୍ଦ୍ର ସେଠୁ ତକ୍ଷକକୁ ଛାଡିଦେଲେ। ତକ୍ଷକ ଆସିକି ପଡିଲା ସେ ଯୋଉ ଯଜ୍ଞ କୁଣ୍ଡ ପାଖରେ। କିନ୍ତୁ ତକ୍ଷକର ଭଣଜା ତାକୁ ବଞ୍ଚେଇ ଦେଇଥିଲା। ତାର ନାଁ ଟା ଏକ୍ସାକ୍ଟଲି ମୋର ମନେ ପଡୁନି, କି ଫଳ ଏମିତି କଣ ତିନିଟା ଅକ୍ଷର ନା, ସିଏ ବଞ୍ଚେଇଥିଲା, ମନେ ଅଛି ନା? ମୋର ବି ତିନିଟା ଅକ୍ଷର ତାଙ୍କ ନାଁ। ତ ତକ୍ଷକର ଭଣଜା ହିଁ ତାଙ୍କୁ ବଞ୍ଚେଇଥିଲା, ତାର ନେଫ୍ୟୁ ତାକୁ ବଞ୍ଚେଇଥିଲେ। ସେଇ ସବୁ ଘଟଣା ଅଛି। ସେ ତ ତମର ମହାଭାରତର ଗୋଟେ ଅଂଶ। ସେ ଯାହା ହଉ, ଇଏ ହେଲା ଶିବଙ୍କ କଥା। ତେଣୁ କରିକି ତେଣୁ ଶିବ ଯେତେବେଳେ ଆସିକି ଛାମୁରେ ପ୍ରବେଶ କରିଲେ, ଇଏ ମାତା ପାର୍ବତୀ ତାଙ୍କୁ ପାଛୋଟିବା ପାଇଁ ଧରି ନେଇକି ଆସିଲେ। ଶିବ ମଧ୍ୟ ଆଜ୍ଞା ଦେଇଦେଲେ ନନ୍ଦୀକୁ, ତୁମେ ଶକ୍ତ କରି ବାନ୍ଧି ଦିଅ, କୋଉଠି ମଧ୍ୟ ଖାଇବାକୁ ପାଇବେନି। ତେବେ କଣ କରିବ ବୃଷଭଟା? ଦିନ ସାରା ବୁଲାବୁଲି କରିକି ଭୋକରେ ଅଜ୍ଞାନ ହେଲାଣି, କଣ କରିବ? ମାନେ ଖାଇବାକୁ ଦଉନାହାନ୍ତି। ସିଏ ମନେ ମନେ ବୃଷଭ ବିଚାର ହିଁ, ମତେ ଈଶ୍ୱର ଫସିଲେ କର ତାର ନାଥ, ଏହା କିମ୍ପାଇଁ ନ ବିଚାରିବି। ବୃଷଭ ମନେ ମନେ ବିଚାର କଲା, ଈଶ୍ୱର ମତେ କସିଲେ, ଅର୍ଥାତ୍ ପରୀକ୍ଷା କଲେ। ଈଶ୍ୱର, ମୁଁ ଯୋଉ କଥାଟି କହିଦେଲି ବୋଲି ଈଶ୍ୱର ଏବେ ମତେ ପରୀକ୍ଷା କରୁଥିଲେ, ଖାଇବା ପିଇବାକୁ ଦେଲେନି। ଆଉ କିନ୍ତୁ ପରତାର ମାନେ କଣ? ସୂର୍ଯ୍ୟ। ଏଇଟା ତ ଠିକ, ସୂର୍ଯ୍ୟ ଦେବତାଙ୍କର ରଥର ଚକ ଯେହେତୁ ଷାଢ଼ ବୃକ୍ଷ, ତେବେ କୁହାଯାଇଛି ଯେ ଷାଢ଼ ବୃକ୍ଷ ଖାଇଲେ, ବାୟୁମଣ୍ଡଳରେ ଲଗେଇଲେ ବିଭିନ୍ନ ପ୍ରକାର ଖାଦ୍ୟ ମିଳିବ। ତାହେଲେ କଣ ସୂର୍ଯ୍ୟ ଦେବତାଙ୍କର ଯୋଉ
ଏଇଟା କଣ ମିଛ କି? ମନେ ମନେ ସେ ଭାବିଲେ କରତାର ନଥାଏ କିମ୍ପାରି କିମ୍ବା ନ ବିଚାରିଲେ ସୂର୍ଯ୍ୟ ଦେବତା ଏ କଥା ଟିକେ ବି ବିଚାର କଲେନି। ଏହା କହିବାରୁ ମୋହର ଏତକ କଥା ଯେ ନିଷ୍ଫଳ ହୁଅନ୍ତେ ଆବର କରତାରଙ୍କୁ କେ ଭଗତ ହୋଇବେ ଦିଗରେ।